ମିନୁ ତୋର ଗୋଟେ ନୂଆ ଫୋନ୍ ବା। ଆଜ୍ଞା ବୋଉ। ହଁ ଏଇଟା ମୋ ନୂଆ ଫୋନ୍ ବା। ତୋର ଯୋଉ ପୁରୁଣା ଫୋନ୍ଟା ଧରିଥିଲେ କୁଆଡ଼େ ଗଲା? ଦେଇ ଦଉନୁ ମତେ। ସେଟା ଖରାପ ହେଇଗଲା, ତାକୁ ଏଇ ସଜାଡ଼ିବାକୁ ଦେଇଛନ୍ତି ବା। ମତେ ତ ପୁରୁଣା ଫୋନ୍ଟା ଦେଇ ଦଉନୁ, ମୁଁ ଟିକେ କୁଆଡ଼େ କଥାବାର୍ତ୍ତା ହୁଅନ୍ତି ମୋ ଘର ପଟ ଲୋକ, ମୋ ଝିଅ ବା ମୋ ଚିହ୍ନା ଜଣା ଲୋକଙ୍କୁ। କଥା ହେବେ କୁଆଡ଼େ? ନ କହୁନାହାନ୍ତି କୁଆଡ଼େ କଥା ହେବେ କହୁନାହାନ୍ତି, ମୁଁ ଲଗେଇଦେବି ଫୋନ୍। ନାଇଁ, ମୁଁ କାହା ଫୋନ୍ରେ କଥା ହେବିନି। ମୋର ଯଦି କଥା ହେବାର ହବ ମୁଁ ମୋ ଫୋନ୍ରେ କଥା ହେବି। ହଉ ଇଏ ସଜାଡ଼ିକି ଆଣିଦିଅନ୍ତୁ, ଦେଇଦେବି ଆଉ। ପୁରୁଣା ଫୋନ୍ ମାଗୁଛି, ମୁଁ କଣ ନୂଆ ଫୋନ୍ ମାଗୁଛି? ସେଇ ପୁରୁଣା ଫୋନ୍ ସଜାଡ଼ିକି ମତେ ଦେଇଦିଅ। ବୋଉ ଆଉ ଗୋଟେ ଫୋନ୍ ହେଲେ କ'ଣ, ଘରେ ତ ଏତେ ସାରା ଫୋନ୍, ଯେତେ ଫୋନ୍ ହବ ସବୁଥିରେ ରିଚାର୍ଜ କରିବାକୁ ପଡ଼ିବ। ଆପଣ ବରଂ ଏଇଥିରେ କଥା ହେଇଗଲେ ଆପଣଙ୍କୁ ସୁବିଧା ହୁଅନ୍ତା, ନହେଲେ ସେ ଫୋନ୍ ବି ପୁଣି ରିଚାର୍ଜ କରିବାକୁ ପଡ଼ିବ। ଖାଲି ଟିକେ କଥା ତ ହେବେ ଆଉ କ'ଣ। ପଇସା ମୋର ଯୋଉ ଭତ୍ତା ପାଉଛି, ମୁଁ ସେଇ ଭତ୍ତା ପଇସାରେ ପଇସା ପକେଇଦେବି, ତମକୁ କହିବିନି। ମତେ ଗୋଟେ ସଜାଡ଼ିକି ଦେଇଦିଅ ଫୋନ୍। ହଉ, ବୋଉ ବି ବୁଝିପାରୁନାହାନ୍ତି, ଛାଡ଼, ସଜାଡ଼ିକି ଦେଇଦେଲେ ଗଲା। ବୋଉ ନିଅନ୍ତୁ, ଆପଣ ଫୋନ୍ ସଜାଡ଼ା ହେଇଛି, ଏମିତି କରିକିରି ଆପଣ ଚାପିବେ, ହବ, ନିଅନ୍ତୁ। ଉଠେଇଲି। ଏଇଟା କେମିତି କ'ଣ? ହଁ, ଝିଅକୁ କେମିତି କଲ୍ କରିବି? 2 ଲଗାନ୍ତୁ। 2 ଦବେଇଲେ? ହଉ 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 ହଉ। ହ୍ୟାଲୋ ଝିଅ, ଏଇଟା ମୋ ଫୋନ୍ ହେଲା। ତୋର ଯେତେବେଳେ ଦରକାର ପଡ଼େ ତୁ ମତେ କଲ୍ କରିବୁ, ଆଉ କାହାକୁ ଫୋନ୍ କରିବୁନି। ହଁ, ଆଉ ଶାଶୁ ସବୁ କ'ଣ କରୁଛନ୍ତି? ଏ ଯାଏ ଖାଇନୁ? ଆସି ଦିନ 11ଟା ହେଲାଣି। ଯା ମ, ସେ କାମ ଫୋପାଡ଼ିକି ତୁ ଖା, ମତେ ଖାଇକି ଟିକେ କଲ୍ କର। ହ୍ୟାଲୋ, କାହିଁକି ତୁ କାହା କଥା କିଛି ଶୁଣୁନା ମ? ତୋ ମନ ଇଚ୍ଛା ତୁ ଯାହା କରିବୁ, ତୁ କାହିଁ ସମସ୍ତଙ୍କୁ କରିକି ଦେବୁ? ଯିଏ ଯାହା କହୁଛି ତାକୁ କହ, ସହିଲେ ଚଢ଼ିଯିବେ, ତୁ ଜମା ସହନା। ରଖ ପୁଅଙ୍କୁ ଆମର ହାତରେ ରଖ। ବୋଉ ଆଜି କ'ଣ ରୋଷେଇ ହବ କହୁନାହାନ୍ତି? ହଉ ଆସ। ଯିଏ ଯାହା କହିବ ପୁଅଙ୍କୁ ଫୋନ୍ କରି କହିଦେ। ଶୁଣ, କିଏ କ'ଣ କରିବ ମ, କାନ୍ଦିବୁ ହେଲା। ବୋଉ ଆଉ ମିକ୍ସଚର ଦେବି? ବୋଉ ଭଲ କଲୁ, ଆସିଗଲୁ। ନ କହିକି ତାଙ୍କୁ ଆସିଛି।